ସମସ୍ତଙ୍କ ଜୀବନରେ ଏମିତି ଜଣେ ସ୍ପେଶାଲ ମଣିଷ ନିଶ୍ଚୟ ଥାନ୍ତି। ତାଙ୍କ ସହ ଯେତେ କଥା ହେଲେ ବି କଥା ସରେନି କି ମନ ଭରେନି। ଯେ ପକ୍ଷୀ ପରି ଦାନା ଥିଲେ ପାଖକୁ ଆସନ୍ତି ଆଉ ଦାନା ସରିଗଲେ ଉଡ଼ିକି ଚାଲିଯାଆନ୍ତି, ସେଭଳି ବନ୍ଧୁ କେବଳ ସ୍ୱାର୍ଥପର ହୋଇଥାନ୍ତି। ପ୍ରକୃତ ବନ୍ଧୁ ତ ସିଏ ହୋଇଥାନ୍ତି ମାଛ ପାଣି ସହ ରହିଲା ଭଳି। ସେହି ବନ୍ଧୁ ସୁଖ ଏବଂ ଦୁଃଖରେ ମିଶିକି ରହିଥାନ୍ତି। ଭାଗ୍ୟରେ କିଛି ଅଧୁରା ହିଁ ଲେଖା ହୋଇଥାଏ, କିନ୍ତୁ ତାର ସ୍ମୃତି ବହୁତ ସୁନ୍ଦର ହୋଇଥାଏ। ବହୁତ ମଜବୁତ ହୋଇଥାଏ ସେ ଲୋକ, ଯାହା ପାଖରେ ହରେଇବାକୁ କିଛି ନଥାଏ। ଭଲ ହୁଅ, କିନ୍ତୁ ଟିକେ ମତଲବୀ ହୁଅ, କାରଣ ଏହି ଦୁନିଆରେ ଅଧିକ ଭଲ ଲୋକ ହିଁ ଅଧିକ ଧୋକା ପାଇଛନ୍ତି। ଆକର୍ଷଣ ଅନେକଙ୍କ ପ୍ରତି ଆସିପାରେ, କିନ୍ତୁ ସମର୍ପଣ, ତ୍ୟାଗ, ଭଲ ପାଇବା କେବଳ ଜଣକ ପାଇଁ ଆସିଥାଏ। ଭଲ ପାଇବା ପାଇଁ ଗୋଟିଏ ସୁନ୍ଦର ଚେହେରା ଦରକାର ନାହିଁ, ଦରକାର ଅଛି ତ କେବଳ ଗୋଟିଏ ସୁନ୍ଦର ହୃଦୟ ଓ ବିଶ୍ୱାସ ଭାଙ୍ଗୁନଥିବା ମଣିଷ। ସୀମା ବାହାରକୁ ଯାଇ କାହାକୁ ଦୁଃଖ ଦେଲା ପରେ ମାଗିଥିବା କ୍ଷମା ଆଉ ଜୀବନ ସାରା ନିନ୍ଦା କରି କରି ମରିଯିବା ପରେ କରାଯାଇଥିବା ପ୍ରଶଂସାର କୌଣସି ମୂଲ୍ୟ ନଥାଏ। ଯିଏ ପ୍ରକୃତରେ ନିଜର ହୋଇଥାନ୍ତି ସେ ତୁମ ପାଇଁ ଚିନ୍ତା ତ କରିଥାନ୍ତି, କିନ୍ତୁ କେବେ ମୁହଁରେ ଜଣେଇ ହୁଅନ୍ତି ନାହିଁ। ସେ ମୁହଁରେ ରାଗନ୍ତି ସତ, କିନ୍ତୁ ହୃଦୟରୁ ତୁମ ପାଇଁ କେବଳ ମଙ୍ଗଳ ଚାହିଁଥାନ୍ତି। ନିଜକୁ ହିଁ ଲଢ଼ିବାକୁ ପଡ଼ିଥାଏ ଜୀବନର ସଂଘର୍ଷରେ, କାରଣ ଲୋକ ଏଠି ସାଥ କମ୍ ଆଉ ଜ୍ଞାନ ଅଧିକା ଦେଇଥାନ୍ତି। ପ୍ରିୟ ମଣିଷ ଗୁଡ଼ିକ କେବଳ ରାଗ ହିଁ ଦେଖନ୍ତି, ରାଗ ପଛରେ ଲୁଚି ରହିଥିବା ଭଲ ପାଇବାକୁ ଦେଖନ୍ତି ନାହିଁ। ତୋ ଜୀବନରେ ମୋର ମୂଲ୍ୟ ଖୋଜୁ ଖୋଜୁ କେତେବେଳେ ଯେ ତୋ ପାଇଁ ମୂଲ୍ୟହୀନ ହେଇଗଲି, ସତରେ ଜାଣି ହିଁ ପାରିଲି ନାହିଁ। ସରଳ ବିଶ୍ୱାସୀ ସବୁବେଳେ କଷ୍ଟ ଯନ୍ତ୍ରଣା ପାଇଥାଏ, କାହିଁକି ନା ସେ ସମସ୍ତଙ୍କୁ ଆପଣାର ଭାବେ ବିଶ୍ୱାସ କରିଥାଏ। ଅପେକ୍ଷା କେତେ ଯେ କଷ୍ଟ କେବଳ ସେ କହିପାରିବ ଯେ ପ୍ରେମରେ ହାରି ଯାଇଛି। କରିଥିବା ଭୁଲର ଶିକ୍ଷା ନେଇ କିପରି ଆଗକୁ ପୁନରାବୃତ୍ତି ନ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଈଶ୍ୱରଙ୍କର ସେବା ଓ ତାଙ୍କ ନିକଟତର ହେବା ପାଇଁ ହେଲେ ମନ ଭିତରେ ଈଶ୍ୱରଙ୍କ ପ୍ରତି ସମର୍ପଣ ଭାବ ରହିବା ଦରକାର। ତୁଣ୍ଡରେ କେବଳ ତାଙ୍କ ନାମକୁ ଧରି ଜୟଗାନ କରିଦେଲେ ନୁହଁ। କୋଇଲି ସ୍ଥାନରେ ଯଦି କାଉଟିଏ ବସି ଯାଇଥାଏ, ସେ କ'ଣ କୋଇଲି ହୋଇଯାଏ? ନା ତା ସ୍ୱର କୋଇଲି ଭଳି ହୁଏ। ତେଣୁ କାହା ସଫଳତାକୁ ଦେଖି ଈର୍ଷା କରନ୍ତୁ ନାହିଁ, ବରଂ ପ୍ରେରଣା ନିଅ, କାହିଁକି ନା ପ୍ରେରଣା ବିନା ପ୍ରତିଭାର ଉଜ୍ଜ୍ୱଳତା କେବେ ପ୍ରଖର ହୋଇନଥାଏ। ଟେନସନ୍ ସେତିକି ନିଅ ଯେତିକିରେ ତୁମ କାମ ହୋଇଯିବ, ଏତେ ନୁହେଁ କି ଜୀବନ ଟେନସନରେ ଭରିଯିବ। ସ୍ତ୍ରୀକୁ ଠିକ୍ ସେତିକି ଆଘାତ କର ଯେତେଟା ଆଘାତ ତୁମ ଭଉଣୀର ହଜବେଣ୍ଡ ତୁମ ଭଉଣୀକୁ ଆଘାତ କରିଲେ ତୁମେ ଭାଇ ହିସାବରେ ସହିପାରିବ। ସାଥ ଛାଡ଼ିବା ଲୋକଙ୍କୁ ତ ବାହାନା ଦରକାର ଛାଡ଼ିବା ପାଇଁ, ନହେଲେ ସାଥ ନିଭାଇବା ଲୋକ ତ ମଶାଣି ଯାଏ ସାଥ ଦିଅନ୍ତି। ଜୀବନରେ ଏହି ତିନୋଟି ଜିନିଷ ମନେ ରଖିଥିବ। ସେହି ମଣିଷଠାରୁ କ୍ଷମା ମାଗିବ ଯିଏ ତୁମକୁ ଭଲ ପାଏ, ଆଉ ତାକୁ କେବେ ଛାଡ଼ିବ ନାହିଁ ଯିଏ ତୁମକୁ ଚାହୁଁଛି। ସେହି ମଣିଷକୁ କେବେ ମିଛ କହିବ ନାହିଁ ଯିଏ ଆପଣଙ୍କ ଉପରେ ଆଖି ବନ୍ଦ କରି ବିଶ୍ୱାସ କରୁଛି। ସତ ଭଲ ପାଇବାରେ ପ୍ରେମ ମିଳୁ କି ନ ମିଳୁ, କିନ୍ତୁ ଜୀବନ ସାରା ଭାବିବା ପାଇଁ ଗୋଟିଏ ଚେହେରା ନିଶ୍ଚୟ ମିଳିଯାଏ। ଗୋଟିଏ କଥା ସବୁବେଳେ ମନେ ରଖିବେ, ମଣିଷର ସବୁ କଥା ମିଛ ହୋଇପାରେ, ସବୁ ଶବ୍ଦ ମିଛ ହୋଇପାରେ, ହେଲେ ନିରୋଳାରେ ବହିଥିବା ଲୁହ ମିଛ ହୋଇପାରେ ନାହିଁ।
ଜୀବନରେ ଦୁଃଖ ଏଥିପାଇଁ ଆସିଥାଏ କି ଆମେ ସୁଖର ମହତ୍ତ୍ୱକୁ ବୁଝିପାରିବା ବୋଲି। ସମୟ ଏବଂ ପବନ ଠାରୁ ମଧ୍ୟ ଅଧିକ ଦ୍ରୁତ ଗତିରେ ମଣିଷର ମନ ପରିବର୍ତ୍ତନ ହୋଇଥାଏ। ଏହି ମଣିଷ ମନର କିଛି ବି ବିଶ୍ୱାସ ନାହିଁ କେତେବେଳେ କେଉଁ ରୂପ ଧାରଣ କରିନେବ। ପଶୁଙ୍କ ପାଖରେ ବୁଦ୍ଧି ନଥାଏ, ବୋଧହୁଏ ସେଥିପାଇଁ ଗୋଟିଏ ପଶୁ ଅନ୍ୟ ଏକ ପଶୁ ଉପରେ ହାତ, ଗୋଡ଼ କିମ୍ବା ମୁହଁରେ ଆକ୍ରମଣ କରିଥାଏ, କିନ୍ତୁ ମଣିଷ ଆଉ ଏକ ମଣିଷକୁ କେବଳ ଶବ୍ଦରେ ବିନା ଛୁଇଁ ମଧ୍ୟ ଆଘାତ କରିଥାଏ। କେମିତି ଅଛ ବୋଲି କେହି ପଚାରିଦେଲେ ମାନୁଛି କାହାର ଅବସ୍ଥା ଠିକ୍ ହୋଇଯାଏ ନାହିଁ, କିନ୍ତୁ ମନକୁ ମିଛ ହେଲେ ବି ଗୋଟିଏ ସାନ୍ତ୍ୱନା ନିଶ୍ଚୟ ମିଳିଥାଏ। ଏହି ବ୍ୟସ୍ତମୟ ଜୀବନ ଭିତରେ କେହି ତ ଜଣେ ନିଜର ଅଛି